ସେଇଆ ହେଲା ପରଦିନ କଥା କରୁ ବାଣ ଗୋବିନ୍ଦ ଦୁର୍ଯ୍ୟୋଧନ ଚନ୍ଦନ ଜଳରେ ସ୍ନାନ କରି ନିଜକୁ ଗୋଟେ ବଡ଼ ବେଶରେ ସଜେଇଲା। ବରଯାତ୍ରୀ ପ୍ରସେସନ ଯିବ ଯଦୁମଣି ମହାପାତ୍ର ବହି ହେଉଛି ରାଘବ ବ୍ୟାସ ରାଗଟା ହେଉଛି ପୁଅ ବିଭାସ ଗୁଜରୀ ବିଭାସ ଗୁଜରୀ ପଞ୍ଚମ ବରାଣି ଠାରୁ ଦୁଇପାଦ
ପତିର ପ୍ରଚ୍ଛଦ ଇଏ ପଟେ ଭୋଜନ ସାରି ଏକ ଚକ୍ରାବଳୀ ବ୍ରାହ୍ମଣ ଶାସନ ଅଧୀନରେ ଥିବା କୁମ୍ଭାର ଶାଳରେ ମା ସହିତ 5 ଭାଇ ଯାକ ଆରସ୍ୟ ମିତ୍ରା ଯାଇଛନ୍ତି। ଭୀମ କାନରେ କଥାଟା ବାଜିଗଲା। ସେଇ ଉଠିଲା ଭୀମ ଡାକିଲା ସହଦେବ ସହଦେବ ଦେଖିଲୁ କୌରବମାନେ କଣ ବ୍ରାହ୍ମଣ ଶାସନକୁ ଆକ୍ରମଣ କରୁଛନ୍ତି। ଅଙ୍ଗୁଳି ରେଖାକୁ ଚାହିଁଦେଲେ ସହଦେବ କହିଲେ ନାଇଁ ମୋ ଭାଇ ଗୋଟେ ମାଙ୍ଗଳିକ ଉତ୍ସବରେ ଯୋଗ ଦେବା ପାଇଁ ପାଞ୍ଚାଳ କଟକରେ ଦ୍ରୌପଦୀ ସ୍ୱୟଂବରରେ ଯୋଗ ଦେବା ପାଇଁ ଇଏ ମାନବ ଗୋବିନ୍ଦଟା ଘରୁ ଅନବେଶ କରିଛନ୍ତି। ହେ ମା ସେଇଦିନ ଭୀମ ମନକୁ ଛୁଇଁଲା ଇଏ ସାନ ଯଦି ସ୍ୱୟଂବରକୁ ଯିବେ ଆମ ଧର୍ମରାଜ କାହିଁକି ନ ଯିବେ। ଶାସ୍ତ୍ର କୁହନ୍ତି ପିତା ଗୁରୁ ଜ୍ୟେଷ୍ଠ ଭ୍ରାତା ଇଏ 3 ଜଣ ଶୋଇବା ବେଳେ ବଡ଼ ପାଟି କରି ଏମାନଙ୍କର ନିରାକରଣ ଭଙ୍ଗ କରିବେ। ସେଦିନ ଭୀମ ଧର୍ମରାଜ ଯୁଧିଷ୍ଠିରଙ୍କର ଜାନୁଟାକୁ ଟିକେ ହଲେଇଲେ। ପଚାରିଲେ ଯୁଧିଷ୍ଠିର ଭୀମ କଥା କଣ? ଭୀମ କହିଲେ ଭାଇ ପାଞ୍ଚାଳ କଟକ ଦ୍ରୌପଦୀ ସ୍ୱୟଂବରରେ ଯୋଗ ଦେବା ପାଇଁ ମାନବ ଗୋବିନ୍ଦ ସୈନ୍ୟ ସାମନ୍ତ ଗୁରୁମାନଙ୍କୁ ନେଇକରି ଯାଉଛି। ମୋ ମନ କହୁଛି ଆମେମାନେ ପାଞ୍ଚାଳ କଟକକୁ ଯିବା। ହେ ବିଦ୍ୱାନ ଧର୍ମରାଜ ଯୁଧିଷ୍ଠିରଙ୍କର ନୟନରେ 2 ଥାର ଲୋକ ବିନ୍ଦୁ ନାଇଁ ଭୀମ ସେମାନେ ରାଜପୁତ୍ର ରାଜ ଚକ୍ରବର୍ତ୍ତୀ ଲକ୍ଷଣ ସେମାନଙ୍କ ଅଙ୍ଗରେ ଶୋଭା ପାଉଛି ଆଉ ଆମ ଅଙ୍ଗରେ ବାରିଡ଼ିଆର କବି ଭ୍ରମର ବର ରାୟ ଧରି ଭିକ୍ଷା ଛୁରୀ ମା କାନ୍ଦେ ସେ ମାତ୍ର ପୁଅ ପାଇଁ ଆଜି ତ ଅଧିବାସ ରଜନୀର ନ୍ୟାୟ ଯେତିକି ମା ମାନେ ମୋର ଅଛନ୍ତି ମାଲୋ ତମ ପାଇଁ ସମାଜ ପାଇଁ ସୁନ୍ଦର ବାର୍ତ୍ତାଟିଏ। ମା କାନ୍ଦେ କେତେବେଳେ କବି ହେଲେ କାମାକ୍ଷାନଗର କବି ସାର କାନ୍ଦିଥିଲା ମା ଗର୍ଭସ୍ଥ ଶିଶୁର ଗୋଇଠା ପ୍ରହାର ସନ୍ତାନର ପଦ ପ୍ରହାର ଆଘାତ କେତେ କଠିନ ଅନୁଭବ କରିଛି ଗୋଟିଏ ମା ଶରୀରର ଭାଷାକୁ ପ୍ରଥମ ବୁଝିବ ମାର ଅଜ୍ଞାନ ବେଳେ ପିଲାକୁ କେତେବେଳେ କ୍ଷୁଧା ଲାଗୁଛି ବାପା ଜାଣିବ ବାପା ପିଠି ମା ହେଉଛି ପ୍ରସବ ସମୟରେ जन्म कष्ट जरा कष्ट कष्ट मृत्यु जन्म कष्ट ठारू बड़ी कष्ट ना पुणी माँ कांदे केते बेले कांदी थिला माँ कहल शिशुर देह पाखरा शहे 2 ज्वरे पुआ कंपुची बापा डनलप बेड़ ऊपर
ଖଟରେ ଶୋଇକରି ଘୁଙ୍ଗୁଡ଼ି ମାରୁଥିବେ। ମା ରାତି ସାରା ପୁଅ ମଥାରେ ପାଣି ପଟି ପକେଇ ଠାକୁରଙ୍କୁ ମାନସିକ କରୁଥିବ, ପ୍ରଭୁ ମୋ ପୁଅର ଶରୀରକୁ ଆରୋଗ୍ୟ କରିଦିଅନ୍ତି। ହେ ଜ୍ଞାନୀ ମଣ୍ଡଳୀ, ଏତେ ଉପକାର କରିବା ପରେ ସାମାଜିକ ଦୃଷ୍ଟିକୋଣରୁ ବିଚାର କରିବାକୁ ଗଲେ ଆଜିକାଲିର ପୁଅ ବୋହୂ ବାପା ମାଙ୍କ ପ୍ରତି କରୁଛନ୍ତି କଣ? ସରକାରଙ୍କୁ ଧନ୍ୟବାଦ, ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ମାଲ ଜରାଶ୍ରମ ନିର୍ମାଣ କଲେ। ଅନ୍ତିମ ସମୟକୁ ଅତିବାହିତ କରିବେ ଜରାଶ୍ରମରେ। କିନ୍ତୁ ଯୋଗ୍ୟ ପୁଅ ବୋହୂକୁ ଦେଖ, ଦରମାରେ କୋହଳ ନାହିଁ, ବାପାକୁ ଭିନ୍ନ ନ କଲେ ଭୋକ ହଉନି। ମୁଁ ଗୋଟିଏ ମାର ଚରିତ୍ରକୁ ଆପଣଙ୍କ ନିକଟରେ ରଖିଛି। ଛବିନ ମା କାନ୍ଦିବ, ପୁଅ ବୋହୂଙ୍କୁ ସେ ଆପଣାର କରି ଦିନେ ପଚାରିଲେ କାନ୍ଦି କାନ୍ଦିନା ଆଖି ବୁଜିଦେଲା, ଅଭିଶାପ ଦେଲା ନା ଅଭିଶାପ ଦେଲା। ସେଇଥିପାଇଁ ତ ଆମ ଶାସ୍ତ୍ର ପ୍ରମାଣ କରିଛନ୍ତି, ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗତି। ଜୀବନର ପ୍ରଥମ ଦର୍ଶନ ମାର ମୁଖ, ଜୀବନର ପ୍ରଥମ ଉତ୍ପତ୍ତି ମାର ଗର୍ଭରୁ, ଜୀବନର ପ୍ରଥମ ସ୍ପର୍ଶ ମାର କୋଳ ହସ୍ତରେ, ଜୀବନର ପ୍ରଥମ ଶୟନ ମାର କୋଳରେ, ଜୀବନର ପ୍ରଥମ ଆହାର ମାର ବକ୍ଷରେ, ଜୀବନର ପ୍ରଥମ ଗୀତ ମାର ମୁଖରେ। ଦୁନିଆରେ ଏମିତି ଜଣେ ଚାକିରି ନିଯୁକ୍ତି ଯିଏ ବିନା ଦରମାରେ 24 ଘଣ୍ଟା ଡ୍ୟୁଟି କରେ। ସେ କିଏ? ତାକୁ ତୁଳିକି ଆଗ ତାକୁ ତୁଳିକି ଜନନୀ ଚରଣ ଧୁଳିକି ତାକୁ ତୁଳିକି ଆଗ ତାକୁ ଜନନୀ ଚରଣ ଧୁଳିକି। ଭୀମର ମନଟା ବିରସ, ଯୁଧିଷ୍ଠିରଙ୍କର ମନଟା ବିରସ। ବିଷାଦିତ ହୃଦୟକୁ ଜାଣିପାରିଲେ ମା କୁନ୍ତି ଡାକିଲେ, ଯୁଧିଷ୍ଠିର ଯୁଧିଷ୍ଠିର, ମୋ ମନ କହୁଛି ତମେ ମାନେ ପାଞ୍ଚାଳ କଟକକୁ ଯାଅ। କାହିଁକି? ଅନେକ ଦିନ ତଳେ ବ୍ୟାସ କହିଥିଲେ, ହେ କୁନ୍ତି, ତୋ ପିଲାମାନଙ୍କର ଭାଗ୍ୟ ରାଶି ପାଞ୍ଚାଳ କଟକରେ ଉଦୟ ହବ। ହେ ଜ୍ଞାନୀନ୍ଦ୍ର ପୁଙ୍ଗବ, ମନୁଷ୍ୟର ଅନୁକୂଳ ପରିସ୍ଥିତି କେତେବେଳେ ଆସେ, ପ୍ରତିକୂଳ ପରିସ୍ଥିତି କେତେବେଳେ ଆସେ, ତାହା ମନୁଷ୍ୟର ଜ୍ଞାତସାର ଭିତରେ ନଥାଏ। ଆଜି ମା ଯେତେବେଳେ କହୁଛି, ଘରୁ ଅନୁକୂଳ କରି ଗଲାବେଳେ ପଛରୁ ଯିଏ ଡାକିଲେ ଅଶୁଭ, ମା ଡାକିଦେଲେ ମା ଯେତେବେଳେ ଯିବା ପାଇଁ କହିଲେ, ଭୀମଟା କାଳି ମାରି ଡେଇଁ ପଡ଼ିଲା। ଆମେ ସମସ୍ତେ ଯିବା, ସମସ୍ତେ। କାହିଁକି? ଲକ୍ଷ୍ୟର ଯାହାର ଯୋଉଠି ନା, ଭୀମ କହିଲା, ଭାଇ ବିବାହ ଯିଏ କରୁଛି କରୁବ, ବ୍ରାହ୍ମଣ ମେଳରେ ଆମେ ସୁଧେ ବସିଥିବା, ସୁଧେ ବସିଥିବା, ଆରେ ବ୍ରାହ୍ମଣ ମେଳରେ ଆମେ ସୁଧେ ବସିଥିବା, ଆଉ ସୁଧେ ବସିଥିବା, ନକାଳରେ ବସ ପାଟି ବସିଥିବା, ଆଉ ପାଟି ବସିଥିବା, ନକାଳରେ ବସ ପାଟି ବସିଥିବା, ଆଉ ପାଟି ବସିଥିବା।
জলাধার প্রিয় নমস্কার প্রিয় ভানু ব্রাহ্মণ ভোজন প্রিয়